ସୁଖ गंगा श्यामल आगे चैलेंज मारुचु झिया झिया ए कथा किए कहले दईतारी पंडा धीरे ना ठीक अछि एटे बरा से सब चले काली ठो नाच गलानी जक कोणार्क से सब चले ऑपेरा जगत रे बो ये हमर पाला जगत बस बस धीरे धीरे आगे जिबा आज्ञा आगे हाँ हाँ स्थान स्थान काल काल आ पात्र को नहीं बा आमे ही संगीत सोपान पदार्पण करि थाउ ठीक ठीक प्रथम रे देखिबा स्थान केउ जागार घटना काल केउ समय रे घटना पात्र ए कहानीटी रो नायक और नायिका किए से सबाज सबाज नायक नायिका किए से आजी बहिरो हिरो पाट हिरोनी पाट के करिवो बांटी दबा र र र जेना बाबू पाला जगत रे साधु भाषा रो दिया निया भलो भाषा थिला नायक आ नायिका मु नायक नायिका कहउतिबा बेले आज्ञा तमे कहजो हीरो हीरोइन सर नायक अर्थ हिरो नायिका अर्थ हिरोनी मु कहिया कथा आज जो बहिटी करिवे ए बहिर हिरो पाट आ हिरोनी पाट के करिवो बांटी दबा जा रोल पड़िवो से ठिया हबो जा रोल न पड़िवो से बसिवो जाको जार दायित्वटा देई देले से सुचार रूपे तुलेबे हो अच्छा कहिलो आजिर बहिरे तुम मानक भितरु हीरो किए हबो सर आज बहिरे हिरो पाटांक भितर के करि परिबेनी आजिर बहिरे हिरो पाट होच मोर आज्ञा तमे हीरो मोर हिरो पाट तमे जो तळकिया टोकाटा हां आ हीरो को खाली पिटिया नहीं 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 नहले तो मु दिलगी जाईची तमे बहिरो हीरो हिरो पाट मोर अच्छा हीरोइन की हिरोइन तो भाई मजरे बस भाई एबे हीरोइन हां हां आ एपटे झियो पिलाटा बसी थाउ थाउ तमे जने भाई की कहउछ हीरोइन एबे सर खुड़ी होची भेलियन पाट करिवो आजी बहिरे झियो पिला भिलियान झियो पिला भेलियन मान भाई कोन हला सार आज जोटी मो रोलटी देबे तमे जो जगह रे बसी की रहिछ आ कोन रहिबो आपण उठी की पळेबे तुमको तड़ी तड़ी हानि देबे संजय को आसीची संजय फळ सर्वप्रथम रे वाह प्रसंग ऊपर को जिबा आसंतु आगे ये मो खंडपड़ार माटी मास मास अति पूज्य पूजार माटी आ तमरी गां तो कोन
ଆଜ୍ଞା ହଁ ହଁ ଖଣ୍ଡପତନର ଗର୍ବ ଗୌରବ ହଁ ପଠାଣି ସାମନ୍ତଙ୍କର ମଧ୍ୟମ ପୁତ୍ର ବାବା ଗଦାଧର ସିଂ ସାମନ୍ତ ସାମନ୍ତ ହଁ ହଁ କିଏ ବା ନ ଜାଣେ ଯାହାଙ୍କର ଢୁମ୍ପା ତମରି ସାରା ଓଡ଼ିଶା ବିଖ୍ୟାତ ସାରେ ସାରେ ତମରି ପଠାଣି ସାମନ୍ତ ପଞ୍ଜିକା କହିଲେ ହଁ ହଁ ସମସ୍ତେ ହିଁ ଜାଣିପାରନ୍ତି ବୁଝିପାରନ୍ତି ମୋ ଖଣ୍ଡପଡ଼ା ମାଟି ଆଜ୍ଞା ଆଜ୍ଞା ଖଣ୍ଡପଡ଼ା ମାଟି ତ ତମ ନୟାଗଡ଼ ଜିଲ୍ଲାରେ ସମସ୍ତେ କବି ଅଛନ୍ତି ଏଇପଟେ ବେଶୀ ଆଜ୍ଞା ହଁ ହଁ ସେଇ ମାଟିର ହଁ ଆଉ ଜଣେ ଗର୍ବ ଗୌରବର ବାହ ପ୍ରତିଭାଶାଳୀ ପୁଅ ନୟାଗଡ଼ ଜିଲ୍ଲାର ବାହ କୁମ୍ଭାରପଡ଼ା ଗଣିଆ ବ୍ଲକ ନିକଟରେ ହଁ ହଁ ଗାଁଟା ହଉଛି କୁମ୍ଭାରପଡ଼ା ବାବା କୁମ୍ଭାରପଡ଼ା ଗ୍ରାମରେ ହଁ ଜନ୍ମ ନେଇଥିଲେ ଜଣେ ବରିଷ୍ଠ ପ୍ରତିଭା ବସ୍ ବସ୍ ପୂଜ୍ୟ ତଥା ସ୍ୱର୍ଗତ ହଁ ହଁ ଗାୟକ କେଶରୀ ହଁ ଉଦୟନାଥ ରଥ ଶର୍ମା ମହୋଦୟ এই মাটির গাথা এ মাটির গৌরব ହଁ কলে সেই মাটি কি এই মাটি কি এই মাটি কি বাবা বাবা প্রণাম করে ঘট মাথা পিটি কি এই মাটি কি আহা এই মাটি কি মু প্রণাম করে ঘট পিটি কি পাও গর্ব গৌরবর মাটি বিজয়র মাটি মো খণ্ডপড়া মাটির গা হে প্রভু বাইগুনিয়া বাই গুণিয়া বাবা আগে ହଁ ହଁ ইয়ে পবিত্র মঞ্চরে পালা গাইবার সুযোগ মতে মিলিছে ହଁ ହଁ দিন থিলা ହଁ বাবুরে সমস্তଙ୍କୁ ମୁଁ ଏ କଥା ମନ ଖୋଲା କଥା ମୋର ଅନ୍ତର କଥା କହିବି ହଁ ହଁ ପୁଅ ଇଏ ମାଟିରେ ଇଏ ମଞ୍ଚରେ ରାମଲୀଳା ହଁ ଷ୍ଟେଜ ଏଇଟା ପରିବେଷଣ ହୁଏ ରାମଲୀଳା ଆଜ୍ଞା ଆମ ଖଣ୍ଡମଣ୍ଡଳରେ ଆଖପାଖରେ କୋଉଠି ସେତେବେଳେ ପରିବେଷଣ ହଉନଥିଲା ବାଇଗୁଣିଆ ରାମଲୀଳା ଭଲ ଆମେ ବାଇଗୁଣିଆରେ ରାମଲୀଳା ହୁଏ ଆମେ ଜନ୍ମ ହେଇନଥିବା ଆଉ ଏ ଜାଗା ବି ଅଛି ହଁ ହଁ ଇଏ କୂଅ ବି ଅଛି ଏ କୂଅ ମଣ୍ଡପରେ ବସିକି ମୁଁ ହଁ ରାମଲୀଳା ବି ଦେଖିଛି ଏ ତମ ବନ୍ଧୁ ଘର ଥିବେ ବୋଲି ଆସିଥିବ ହଁ ତମକୁ ନିଧିନ ନା ଥିବେ ହଁ, ବୁଝିଲେ? ତେଣୁ ଆଜ୍ଞା ଇଏ ହଉଛି ସେଇ ମାଟି ହଁ। କଳାର ମାଟି ପୂଜ୍ୟ ପୂଜାର ମାଟି କବି ଆସନ୍ତୁ ସେଇ ମାଟିରେ ବା ସେଇ ମଞ୍ଚରେ ଯୋଉ ମଞ୍ଚରେ ବାହ ମୁଁ ବସି ରାମଲୀଳା ଦେଖୁଥିଲି ଆଜି ସେଇ ମଞ୍ଚରେ ହଁ ଠିଆ ହେଇଛ ପାଲା ପରିବେଷଣ କରିବାର ସୌଭାଗ୍ୟ ପାଇଛି ତମକୁ ଧନ୍ୟବାଦ ସମସ୍ତ ଗୁରୁଜନ ମାନଙ୍କୁ ନମସ୍କାର 7 କୋଟି ପ୍ରଣାମ ମୋର ବି ପ୍ରଣାମ ଆଜ୍ଞା ଆଜ୍ଞା ଓ ଗୋଟାଏ ପଦ ପ୍ରମାଣ କରିଛି ହଁ ହଁ ଉପସ୍ଥାପନା କରିଛି ପୂଜ୍ୟ ତଥା ସ୍ୱର୍ଗତ ଗାୟକ କେଶରୀ ହଁ ଉଦୟନାଥ ରଥ ଶର୍ମା ମହୋଦୟଙ୍କର ପଦଟା କଣ ସେ ପଦ ପଦ ରବିର କହିଲେ ଅବିର ରଙ୍ଗ ରବି ବାହ ଅବିର ରବ ଅବିର କହିଲେ ଫଗୁ ଭଗୁ ଆଜ୍ଞା ରଙ୍ଗ ରବି ହଁ ରବି କହିଲେ ସୂର୍ଯ୍ୟ ସୂର୍ଯ୍ୟ ସୂର୍ଯ୍ୟଙ୍କର ରଙ୍ଗଟା ହଁ ଫଗୁଆ ରଙ୍ଗ ଦିଶିଲାଣି କେତେବେଳେ ଆଜ୍ଞା ସୂର୍ଯ୍ୟଙ୍କ ରଙ୍ଗ ଫଗୁଆ ଦିଶେ କେତେବେଳେ କେତେବେଳେ ନା ଯେତେବେଳେ ହଁ ହଁ ସୂର୍ଯ୍ୟ ଦେବତା ଦିବସର ସମସ୍ତ କାର୍ଯ୍ୟ ତୁଲେଇ ସାରିବା ପରେ ପଶ୍ଚିମ ଆକାଶକୁ ଚାଲି ଯାଆନ୍ତି ବାସ୍ ବାସ୍ ଅସ୍ତାଚଳକୁ ଚାଲି ଯାଆନ୍ତି ମାରତଣ୍ଡ ସେତେବେଳେ ସୂର୍ଯ୍ୟଙ୍କର ରଙ୍ଗଟା ଫଗୁଆ ରଙ୍ଗ ଦେଖାଯାଏ ବାସ୍ ବାସ୍ ତେଣୁ ଆଜ୍ଞା ହଁ ସନ୍ଧ୍ୟା ସମୟ ଆସିଛି ଧରା ପୃଷ୍ଠରେ ସନ୍ଧ୍ୟା ସନ୍ଧ୍ୟା ଅବତରଣ କରିଛି ବା ସନ୍ଧ୍ୟା କେମିତି ହେଲା ଆଜ୍ଞା କୋଟେସନ ଆସୁ ଗୋଟିଏ ପଦ ପ୍ରମାଣ କରିବେ ହଉ ହଉ କବି କିଏ କବି କି ଆଜ୍ଞା ନା ସମ୍ବଲପୁର ଜିଲ୍ଲାର ହଁ ବରପାଲି ଗ୍ରାମରେ ତନ୍ତୀ ପରିବାରରେ ଜନ୍ମଗ୍ରହଣ କରି ବାସ୍ ଦାରିଦ୍ର ନିର୍ମମ କଷାଘାତରେ ପ୍ରପୀଡ଼ିତ ହେବା ବେଳେ ହଁ ହଁ ସାମର୍ଥ୍ୟ ଓ ଚିରନ୍ତନ ସତ୍ୟରେ ପ୍ରତିପାଦନ କରିବା ପାଇଁ ବାହ ଅବତରି ଆସିଥିଲେ ଧରାଧାମକୁ ଧରାଧାମକୁ ବାସ୍ ବାସ୍ ତନ୍ତ ଚଳେଇବାର ଅଭ୍ୟସ୍ତ ହସ୍ତ ଦୁଇଟିକୁ ବାଲ୍ୟ ଚପଳତାର ବଶବର୍ତ୍ତୀ ହୋଇ ହଁ ପଞ୍ଚମ ଶ୍ରେଣୀର ପାଠ୍ୟ ପୁସ୍ତକ ଉନ୍ମୋଚନ କରି ଲେଖିଦେଲା ଯେଉଁ କାବ୍ୟ ପ୍ରତିଭା ବାବା ତାହା ଜି ଆଇଏ ବିଏ ଏମଏ ଶ୍ରେଣୀୟ ପାଠ୍ୟ ପୁସ୍ତକ ତାଙ୍କ ମା ଡାକୁଥିଲେ ଗଗନ ଗଗନ ବାପା ଡାକୁଥିଲେ ଗାଙ୍ଗୁଲି ଗାଙ୍ଗୁଲି ବାସ୍ ବାସ୍ ସେ ଗଗନ ଗାଙ୍ଗୁଲି ଆଜି ରଙ୍ଗା ଜୀବ କବି ଗଙ୍ଗାଧର ମେହେର ରୂପେ ବା ପୁର ପଲ୍ଲେ ବେଶ ଜଣାଶୁଣା ଠିକ ଆସନ୍ତୁ ସ୍ୱଭାବ କବି ହଁ ପ୍ରକୃତିର କବି କବି। ଗଙ୍ଗାଧର ମେହେରଙ୍କର ଗୋଟିଏ ପଦ ଗୋଟିଏ ପଦ ଆଣନ୍ତୁ ଆଜ୍ଞା
মেহরঙ্কর নাটকর হচ্ছে কিচ্ছক। কিচ্ছক বধ। বাহ কিচ্ছক বধ নাটকর ইয়ে পদটা হও 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 কলে দিন ভিন্ন নয়া দিন বিনয় অপসান হেলা সন্ধ্যা জবনিকা পাত আরে দিবস বেশকু ভিনা ভিনা করি বিভাবরি সময় তো ও বিভাবরি সময় পাও 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 দিও দিনর অভিনয়କୁ অবসান সারি দেই বাহ পশ্চিম আকাশরে পৌঁছি গলেনি রবি। মা গো মা কোল গলে সন্ধ্যার সময় সন্ধ্যা ହେଇଛି পুଣି ଗୋଟିଏ পদ আজ্ঞা হ সন্ধ্যা সন্ধ্যা বর্ণনা নয়াগড় জেলার বাহ রଣପୁର ব্লক নিকটরে গাঁটা হচ্ছে মঝিয়া খণ্ড। ଆଜି ଏଇ ବହିଟା ଖାଲି ନୟାଗଡ଼ ଜିଲ୍ଲାଙ୍କର କବି ଆସିବେ ମଝିଆ ଖଣ୍ଡର କବି ଅଗାଧୁ ଚରଣ ଭଞ୍ଜ। ଏ ପୁଅ ସେ ଗାଧଉ ନାହାନ୍ତି ରେ ଅଗାଧୁ ନାଇଁ 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 ହଁ, କବିଙ୍କ ନାଁ ହଉଛି ଅଗାଧୁ ଚରଣ ଭଞ୍ଜ। ହଉ ହଉ ଗୋଟିଏ ପଦ ଆଣ ତୁ କଲେ ରେ ସଜନି ବାବା ସରି ଯାଉଛି ଦିନରେ ସଜନି ସରି ଯାଉଛି ଦିନରେ ସଜନି ସରି ଯାଉଛି ଦିନରେ ସଜନି ଯାଉଛି ଦିନ ଅରେ ସଜନି ସରି ଯାଉଛି ଦିନରେ ସଜନି ଶୁଭ ରଜନୀର ଶୁଭାଗମନ ଅରେ ସଜନି ସରି ଯାଉଛି ଦିନରେ ସଜନି ସରି ଯାଉଛି ଦିନରେ ସଜନି କଲେ ଦିନ ସରି ସରି ଯାଉଛି। ହଁ ହଁ ଦିନ ସରିଗଲେ ଆଜ୍ଞା ସନ୍ଧ୍ୟା ଆସିବ। ସନ୍ଧ୍ୟା ଆସିଯିବ ସନ୍ଧ୍ୟା ପରେ ପରେ ହଁ ହଁ ଶୁଭ ରଜନୀର ଶୁଭାଗମନ ଶୁଭଜ ଗୋଟେ ଶୁଭ ରାତ୍ରିର ଶୁଭ ଆଗମନ ହୋଇବ। ଠିକ ଆଜ୍ଞା କଣ ହବ ସନ୍ଧ୍ୟା ସମୟରେ ଆଉ କଣ ହୁଏ ଲୋ କଣ ମା? କଣ ହୁଏ କହିଲେ ସଞ୍ଜ ବଳି ତାକୁ ଦେବାକୁ ଜାଳି ସଞ୍ଜ ବଳି ତାକୁ ସଞ୍ଜ ବଳି ତାକୁ ଦେବାକୁ ଜାଳି ସଞ୍ଜ ବଳି ତାକୁ ସଜ କରିଲେଣି ସକଳ ଆଳିଏ ସଜନି ସରି ଯାଉଛି ଦିନରେ ସଜନି ସରି ଯାଉଛି ଦିନରେ ସଜନି ଯା 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 ସନ୍ଧ୍ୟା ସମୟ ଆସିଲେ ମୋ ମା ମାନେ ପ୍ରସ୍ତୁତ ହୋଇ ଉଠନ୍ତି। ଗୋଟେ ବିଷୟ ହଁ କାମ କରି ସ୍ନାନ ଶୌଚାଦି ସାରି ହଁ ହଁ ମା ବୃନ୍ଦାବତୀ ମୂଳରେ ହଁ ଦୀପଟିଏ ଜାଳିବେ। ସନ୍ଧ୍ୟା ଦେବେ ସନ୍ଧ୍ୟା ଭଲ ମା ହଁ ହଁ ସକାଳରେ ଧୂପ ଆଉ ସନ୍ଧ୍ୟାରେ ଦୀପ। ଦୀପ ମା ବୃନ୍ଦାବତୀ ମୂଳରେ ସନ୍ଧ୍ୟା ସମୟରେ ଦୀପଟିଏ ଜାଳନ୍ତି ମା ମାନେ। ଆଉ କଣ ହୁଏ କଣ କରନ୍ତି ସନ୍ଧ୍ୟା ସମୟ ବାহ ବାହ ନା କଞ୍ଜର ଆନନ୍ଦ ହଜିବ ହୃଦୁ ହଜି